ସେଠୁ ତାକୁ ଯେତେ ଜବରଦସ୍ତି କଲା ପରେ ସେ କିନ୍ତୁ ଶୁଣିବାର ନାହିଁ। ତା ମନରେ ଟୋକା ସେ ପୁରା ବୁଲିବା ବ୍ୟସ୍ତ। ଏଠି ଆସିଲା ପରେ ତା ମନ କଣ ନିଜେ ନିଜେ ମୁଣ୍ଡିଆ ମାରିବା, ହାତ ଛୁଇଁକି ମୁଣ୍ଡିଆ ମାରିବା ବ୍ୟସ୍ତ। ସେ କହିଲା ଏଠି ପାଣି ଦେଖୁନ କେମିତି ଖେଳ ଚାଲିଛି। ସେ କହିବ ମୁଁ ତ ପାଣିରେ ତୁ ଯିବି ହିଁ ନାହିଁ। ତାକୁ ତ ତମେ ପାଣି ଛାଡ଼ିଦେଲେ ସେ କହିବ ମୁଁ ଜମା ପାଣିରେ ଯିବି ହିଁ ନାହିଁ। ତାକୁ ଯେତେ ଠେଲ ପେଲ ସେ ବି ଚାଲିକି ଯିବାର ବ୍ୟସ୍ତ। ୟା ସହିତ ଆମେ କହିବେ କାରଣ ଦଶହରା ବୁଲିବା ତ ସମସ୍ତେ, ଆପଣମାନେ ବି କୁଆଡ଼େ ସବୁ ବୁଲିବା ଯାଇଥିଲେ ମତେ ବି କହିବେ, କମେଣ୍ଟ କରିବେ। ଯେହେତୁ ଏବେ ପ୍ରଭୁ ଶିବଙ୍କୁ ବି ଦେଖିଥିଲେ, ଭୋଳା ବାବା ମନର କାମନା ପୂରଣ କରିଦିଅନ୍ତୁ। ଆମର ଏଠି ଜଗନ୍ନାଥ ପ୍ରଭୁଙ୍କର ଆଳତୀ ଟିକେ ଦେଖିବାକୁ ଆସିଲୁ, ପୁଷ୍ପାଞ୍ଜଳି ଦେଲୁ, ସମସ୍ତେ ଜୟ ଜୟକାର କଲୁ ପ୍ରଭୁଙ୍କ ପାଖରେ। ଜୟ ଜୟକାର କରିକି ମନକୁ ପୁରା ଶାନ୍ତି ଲାଗିଲା। ସେତକ ସରିଲା ପରେ ଏବେ ଆମ ଭାଇ କଲ୍ କଲେ ଯେ ଚାଲ ତ ଆସ ଗାଡ଼ି ପୂଜା ହବ। ତ ସମସ୍ତେ ଏବେ ମୋ ପଛେ ପଛେ ଆସନ୍ତି, କାରଣ ମୁଁ ଆଗୁଆ ଯିବି ନା ୟାର, ପ୍ରଥମ ଲୋକ ମୁଁ। ତ ସେଠି ପ୍ରଭୁଙ୍କୁ ମୁଣ୍ଡିଆ ମାରିକି ସବୁ ଦର୍ଶନ କରିକି ଆଖିରୁ ଦିଟୁଆ ଲୋ ଭାଇକି ଏବେ ଚାଲୁ ଗାଡ଼ି ପୂଜା କରିବେ। ତ ଦେଖିବ ତ ଏଠି ଗାଡ଼ି ମୁଁ ବାହାର କରି ଲାଗି ପଡ଼ିଲି, କିନ୍ତୁ ଦେଖିଲା ବେଳକୁ ତ ଏଠି ଗାଡ଼ି ମୁଁ ଚେନ୍ ହିଁ ଖୋଲିନି, ଲକଟା ମୁଁ ପୁରା ଭକୁଆ ହିଁ ହେଇକି